ସ୍ୱାଧୀନତା ଦିବସରେ ସିଏମଙ୍କ ବଡ଼ ଘୋଷଣା। ଏଥର ଯୁବପିଢ଼ିଙ୍କ ପାଇଁ ଖୋଲିଲେ ଭଣ୍ଡାର। ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଗାନ୍ଧୀ ମାର୍ଗରୁ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେବା ସହ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ର ପାଇଁ ପେଡ଼ି ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କେଜି ଠାରୁ ପିଜି ଯାଏ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା। ନବମ ଏବଂ ଦଶମ ଛାତ୍ରଛାତ୍ରୀଙ୍କୁ ମାଗଣା ବହି ଏବଂ ଆଗାମୀ 10 ବର୍ଷରେ 20 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଭଳି ଅନେକ ଐତିହାସିକ ଘୋଷଣା କରିଛନ୍ତି ସରକାର। ଏଣିକି କେଜିରୁ ପିଜି ପର୍ଯ୍ୟନ୍ତ ଶିକ୍ଷା ପୂରାପୂରି ମାଗଣା। ପୂର୍ବରୁ କେବଳ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ବହି ମିଳୁଥିଲା। ଏବେ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ବହି ଦିଆଯିବ। ପ୍ରାଥମିକ ସ୍ତରରୁ ଶିକ୍ଷାକୁ ମଜବୁତ କରିବା ପାଇଁ ରାଜ୍ୟରେ 2200ଟି ଗୋଦାବର୍ଷ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ଉପାନ୍ତ ଜିଲ୍ଲାଗୁଡ଼ିକ 18ଟି ନୂଆ ସରକାରୀ ମହାବିଦ୍ୟାଳୟ ଏବଂ 4ଟି ନୂଆ ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।